ନାମକୁ ଯିଏ ରଟନ କରିଛି ତାର ଭାଗବତ ଦରକାର ନାହିଁ, ରାମାୟଣ ଦରକାର ନାହିଁ, ମହାଭାରତ ଦରକାର ନାହିଁ, ବାଇବେଲ ପଢିବା ଦରକାର ନାହିଁ, ଫୁଲଣା ସୁନ୍ଦରୀ ପଢିବା ଦରକାର ନାହିଁ, ନମାଜ ପଢିବା ଦରକାର ନାହିଁ। ନା କେମିତି କେମିତି କଣ? ନା ନାମଟା ହଉଛି କିଳା। ଆମେ ଯେତେ ଧର୍ମକୁ ଗ୍ରହଣ କରିଛେ ଆମେ ଗୋଟିଏ ଗୋଟିଏ ବଳଦ। କିଛି ବୁଝି ହଉନି। ନାମ କଣ କିଳା, ଆମେ କଣ ବଳଦ? ଏଠି ଆମେ ଯେତେ ଅଛେ ସବୁ ଗୋଟିଏ ଗୋଟିଏ ବଳଦ। ବଳଦ ଏଠି ଯେତେ ବାପା ମାନେ ମୋର ବସିଛନ୍ତି, ମା ମାନେ ମୋର ବସିଛନ୍ତି, ସବୁ ବଳଦ। ସବୁ ଗୋଟେ ଗୋଟେ ବଳଦ। କଣ କହିବୁ ଏ ଗାଁକୁ, ଏ ମା ମାନେ ବଳଦ, ଏ ବାପା ମାନେ ବଳଦ ହେଲେ ଚଳନ୍ତା, ଏ ମା ମାନେ ବଳଦ। ଏ ଲୌକିକ ମତରେ ଆମେ ମା ବାପା ଇତ୍ୟାଦି ପାର୍ଥିବ ଶରୀରରେ ଆଧ୍ୟାତ୍ମିକ ଜଗତକୁ ଚାଲିଗଲେ ଠିକ ପୁରୁଷ ନାହିଁ କି ନାରୀ ନାହିଁ। ଏଠି ଲେଡିସ୍ କେହି ନାହାନ୍ତି, ସବୁ ଜେଣ୍ଟସ। ଆଧ୍ୟାତ୍ମିକ ଜଗତରେ ନାମ ହଉଛି ଗୋଟିଏ, ଯିଏ ଯୋଉ ଦିଗକୁ ଗଲା ସିଏ ସେଇ ବର୍ଣ୍ଣର, ସେ ସେଇ ସମ୍ପ୍ରଦାୟର, ସେ ସେଇ ଲିଙ୍ଗକୁ ଧାରଣ କରେ। ଯଥା ଯଥା ବାଇଆ ବାବା ଭାଇଆ ଗୀତାରେ କହିଲେ ପ୍ରମାଣ କଲା କର୍ତ୍ତମ କିଳକ ପରାଏ ହରି ନାମ ଚଇ ଆମର ଚଇରେ ମାନସ ହରି ଆମର ଚଇ ଏହୁତି ଦେହୁ ଆନଇ ସେହି ଦିগে ଚରଇ। কবি কলে কর্তম কিড়ক পরায়ে পরায়ে হরিনাম হরিনাম গোটে কাদুଅ কিড়া কিড়া ଆମେ ବଳଦ ବଳଦ ଗୋଟିଏ ଜମି ବୋଲେ ବିଲ ବିଲ କାଦୁଅ କରିଦେବା ଆଜ୍ଞା ତାର ମିଡ ପଏଣ୍ଟ ସେଣ୍ଟର ଜାଗାରେ ଗୋଟେ କିଳା ବାଡେଇବା ଗୋଟେ କିଳା ପୋତି ଦବା ମଝିରେ ବଳଦ ଦିଟାକୁ ଝୁଚି ଦବା ସେଇଥିରେ ଜ୍ୟୋତି ଦବା ଏଇ କିଳାରେ ତାଙ୍କୁ ବାନ୍ଧିବା ବାନ୍ଧି ଦବା ଗୋଟେ ଦଉଡ଼ିରେ ବାନ୍ଧିଦବା ବାନ୍ଧିଦବା ଆଚ୍ଛା ବଳଦ ଯଦି ପୂର୍ବ ଦିଗକୁ ଯିବେ ଯିବେ କିଳାଟା କୋଉ ଦିଗକୁ ଯିବ କିଳାଟା ସେଇଠି ଥିବ ସିଦ୍ଧ ଆଉ କାଦୁଅ ଭିତରେ କିଳାଟେ ବାଡିଆ ଯାଇଛି ବଳଦ ଦୌଡ଼ିଲେ ପୂର୍ବ ଦିଗକୁ ବନ୍ଧା ଯାଇଛି ଗୋଟେ ଦଉଡ଼ି ଦଉଡ଼ି ବଳଦ ଚାଲିଲେ ପୂର୍ବ ଦିଗକୁ ଆଜ୍ଞା କିଳାଟା ଉପୁଡ଼ିବ ନା ନାଇଁ ଉପୁଡ଼ିବନି ଆଉ କାଦୁଅରେ କଣ କିଳା ରହିବ ଶୁଖିଲାରେ କିଳା ରହିବ କୋଉ ଦିଗକୁ କିଳାଟା ଯିବ ପୂର୍ବ ଦିଗକୁ ଯିବ ଯଦି ବଳଦ ଗଲେ ପଶ୍ଚିମ ଦିଗକୁ କିଳାଟା ଯିବ ଯଦି ଗଲେ ଉତ୍ତର ଦିଗକୁ କିଳାଟା ଯିବ ଯଦି ଯିବେ ଦକ୍ଷିଣ ଦିଗକୁ ତାହେଲେ ଦକ୍ଷିଣ ଦିଗକୁ ଯିବ ଅତଏବ ବାଃ ହେଇଗଲା ହଁ ହଉ ଅତଏବ କବି କହିଲେ ନାମ ଗୋଟିଏ କାଦୁଅ କିଳା ଯିଏ ଯୋଉ ଦିଗରେ ଟାଣିବ ପ୍ରଭୁ ହଉଛି ତାର ଛୋଟିଆ ଉଦାହରଣଟିଏ ଦେବି ଆଜ୍ଞା ଛୋଟିଆଟିଏ ଗୋଟିଏ ଗ୍ରାମରେ ଏକ କାଠୁରିଆ ଥିଲା ଇଏ କାଠ କାଟିବାକୁ ପରା ଅରଣ୍ୟକୁ ଗଲା ହୋ ବଳଦଙ୍କୁ ପରା ମିଶାଇ ବାନ୍ଧିଲ ଧୀରେ ଧୀରେ କାଠୁରିଆ ଗୋଟିଏ ଗାଁରେ ଗୋଟେ କାଠୁରିଆଟେ ଥାଏ ହଁ ମୋ ପୁଅ ଭଳିଆ କାଠ କାଟିବାକୁ ଯାଇଛି କାଠ କାଟୁଛି ଏ ସମୟ ଦେଖାବ ଏ ସମୟ ଶୁଣାଗଲା ବାଘର ଗର୍ଜନ ଶୁଣି ପକାଛି ନେଇ ବଳଦ ଦିଟାକୁ ଗୋଟେ ଗଛରେ ବାନ୍ଧିଥିଲା ଯେମିତି ବାଘ ଗର୍ଜନ ଶୁଣିଲା ବଳଦ ମାନେ ଶୁଣିଲେ
ବଗା ଛିଣ୍ଡେଇକି କାଠୁରିଆ ମନେ ମନେ ବିଚାର କଲା ବାଘ ଆସୁଛି ଖାଇଯିବ ସେ ଗଛ ଉପରକୁ ଚଢିଗଲା ଗୋଟେ କ୍ରୋଟର ବୋଲେ କୋରଡ଼ଟିଏ ଥାଏ କୋରଡ଼ ଭିତରେ କାଠୁରିଆ ଲୁଚିକି ରହିଛି ଛପିଗଲା ଯାଇକି ବାଘ ଖୋଜି ଖୋଜି ଆସୁଛି ଗଛ ମୂଳରେ ଠିଆ ହେଲା ବାଘଟାକୁ ମଣିଷ ଗନ୍ଧ ହେଲା ବାରିଲା ସିଏ ଜାଣିଲା ଏଇ ଗଛ କୋରଡ଼ରେ ମୋର ଖାଦ୍ୟ ଅଛି ଆରି ଭିତରେ ବାଘ ଥରକୁ କେତେ ହାତ ଦିଏ ନା 12 ହାତ ଦେବ ବାଘ ବାରମ୍ବାର ଡେଉଁଛି ଅନଉଛି କାଠୁରିଆ ବିଚାର କଲା ଆରେ ଦେଖିଲେ ତ ମାରିବ ବାଘକୁ ପାନେ ଦବ ଇଏ ନ ଦେଖି ପାରିବ ଯଦି ତାହେଲେ ମତେ ଆଉ ମାରିପାରିବନି ଧରିଥିଲା କିନ୍ତୁ 5 ଜଣ ବଳଦ ଗାଡିଆ 5 ବାଘ ଯେତେବେଳେ ଥରକୁ ଥର ଡେଇଁଲା କାଠୁରିଆ କଣ କଲା ସାଇଜ କରି ତା 5 ଜଣଟାକୁ ଧରିଛି ବାଘ ଯେତେବେଳେ ବାରମ୍ବାର ଡେଇଁଛି କଲ୍ୟାଣ କରନ୍ତୁ ସତ୍ୟନାରାୟଣ ବାଘ ଯେତେବେଳେ ଥରକୁ ଥର ଡେଇଁଛି ଅନେଇଲା ବେଳକୁ ଏ କାଠୁରିଆ କଣ କଲା ଜାଣିଛୁ କଲା କିନ୍ତୁ 5 ବିଗିନେ ଖେଞ୍ଚି ଦେଲା ଯେତେବେଳେ ଅନେଇଛି ଧଇଲା କୋରଡ଼ ଭିତରୁ କିନ୍ତୁ 5 ଜଣ ଧରିକି ବାଘ ଆଖିକି ଖେଞ୍ଚି ଦେଲା ଗୋଟେ ଆଖି ଫୁଟି ଯାଇଛି ଜୀବନ ବିକଳରେ ବାଘ ଆଉ କଣ ଖାଦ୍ୟ ଅନ୍ୱେଷଣ କରିବ ଦୌଡ଼ିଲା ଯେତେବେଳେ ଦୌଡ଼ିଛି ବାଟରେ ଭେଟ ହେଲା କଟାସ କହିଲା ବାଘ ମାମୁଁ ଏତେ ଜୋରରେ କାହିଁକି ଦୌଡୁଛ ନା କିଛି ପଚାରନି ରେ ମତେ କିଛି ପଚାର ନା ମୋର ଗୋଟେ ଆଖି ଫୁଟି ଯାଇଛି ନା କେମିତି ଫୁଟିଲା ମାମୁଁ ନା ଏ ଜଙ୍ଗଲ ଭିତରକୁ ଗୋଟେ ଖେଞ୍ଚା ଜୀବ ଆସିଛି କଟାସ ବିଚାର କଲା ଖେଞ୍ଚା ଯିବ ଆସିଛି ବାଘ ମାମୁଁ ଏଇଠି ଠିଆ ହ ମୁଁ ଯାଉଛି ଦେଖିବା ସେ ଖେଞ୍ଚାକୁ କଟାସ ତ ବୃକ୍ଷ ଉପରେ ଚଢିପାରେ ଆରୋହଣ କରିପାରେ କଟାସ ତା ନଖର ବଳରେ ଚଢିଲା ଗଛ ଉପରେ ଯେତେବେଳେ କୋରଡ଼ ଭିତରୁ ଅନେଇବାକୁ ଚେଷ୍ଟା କରିଛି ବାଘ କହିଲା ଖେଞ୍ଚା ଯିବ ସେମିତି ଟିକେ ଆଜ୍ଞା କରିବୁ ପାଣି ନ ଧୋଇଲେ ଟିକେ ପାଟି ପାଖୁ କରିଦବୁ କିଛି ନା କିରେ ଗାହାଣ ପୁଅ ପା ଗାହାଣ କଟାସ ଯେତେବେଳେ ଅନେଇଛି ମଣିଷ ବିଚାର କଲା କଣ କହିଲା ଆରେ ଏଇଟା ତ ବାଘ ନୁଆକୁ ତ ଖେଞ୍ଚି ହବନି ଧୋଇଲା କିନ୍ତୁ 5 ବାଘ ଏ କଟାସ ତାଳୁକୁ ଅନେଇକି 4 ପାହାରେ ପିଟି ଦେଲା ଗଳି ପଇଲା କଟାସ ବାଘଟା କେଡେ ମିଛୁଆଟା କହୁଥିଲା ଖେଞ୍ଚା ଯିବ ଖେଞ୍ଚାଟା ଏଇଟା ତ ଖେଞ୍ଚା ନୁହଁ ନାଇଁ ରେ ଏ ଜଙ୍ଗଲ ଭିତରକୁ ଗୋଟେ ପିଠା ଯିବ ଆସିଛି ଗଛର କୋରଳରେ ଅଛି କି ମଣିଷ ବାଘ କହିଲା କୋଉ ଯିବ ଖେଞ୍ଚା ଯିବ ସରୋଜ କଟାସ କହିଲା କୋଉ ଯିବ ପିଟା ଯିବ କଟାସ ଦୌଡ଼ିଲା ବେଳେ ଭାଲୁଟିଏ ସେଇ ବାଟରେ ଯାଉଛି ଭାଲୁ କହିଲା କଟାସ ଭାଇ କଣ ଅତର ଥିଲା ତତେ କଣ 2 ପାସ୍ ଲାଗିଛି
କହନା ନା କିଛି କୁହନା ବାଘ ମାମୁଟା ମିଛୁଆଟା କହିଲା ଖେଞ୍ଚା ଯିବ ଆସିଛି ବୋଲି ପିଟା ଯିବ ଆରେ ଏଟା ପିଟା ଯିବ ଆଇଯିବା ବାଲୁ କହିଲା ମୋର ତ ମେଞ୍ଚେ ମେଞ୍ଚେ ଲୋମ ବୋଲେ ବାଳ ବାଳ ଅତଏବ ସିଏ ପିଟିଲେ ମୋର କିଛି କ୍ଷତି ହବନି ମତେ କାଟିବନି କାଟିବନି ମତେ ବାସ୍ ନଖ ସାହାଯ୍ୟରେ ଭାଲୁ ଚଢିଲା ଗଛ ମଣିଷ ଅନେଇଲା ଏଇଟା ତ ଭାଲୁଟା ଆକୁ ଖେଞ୍ଚିଲେ କାମ ନାହିଁ ଚଳିବନି ଆକୁ ପିଟିଲେ କାମ ନାହିଁ ଚଳିବନି କଲା କଣ କଣ କଲା ମଣିଷ ନା ଯେତେବେଳେ ଭାଲୁକୁ ତ ଦେଖାଯିବ ସେ କଣେଇକି ଅନେଇବ ଏମିତି ସେତେବେଳେ କଣେଇକି ଅନେଇକି ଭାଲୁର ଆଖିରେ ତ କେଶ ସଂଖ୍ୟା ଅଧିକ ଲୋମ ଲୋମ ଗୁଡାକ କୋଟର ଭିତରକୁ ଗଳି ଯାଇଛି ଧଇଲା ଦିଟା ଯାକ ତା ଆଖିର ପତା ଲୋମ କାଠୁରିଆ ଜୀବନ ବିକଳରେ ଇଏ ଭାଲୁର ଆଖି ପତାକୁ ଝିଙ୍କି ଝିଙ୍କି ଦେଲା ଭାଲୁ କହିଲା ଦିଟା ଯାକ ମିଛୁଆ ଆରେ ଦିଟା ଯାକ ଗାଲୁଆ ବାଘ କହିଲା ଖେଞ୍ଚା ସେଟା ବି ଗାଲୁଆ କଟାସ କହିଲା ପିଟା ଇଏ ସେଟା ବି ଗାଲୁଆ ଏଠି ଖେଞ୍ଚା ଆସିନି କି ପିଟା ଆସି ଇରେ ନାଇଁ ରେ ଇଏ ଖେଞ୍ଚି ଦେଲେ ମୋର ଆଖି ଫୁଟି ନଥାନ୍ତା ନାଇଁ ତ ଆଚ୍ଛା ଇଏ ପିଟି ଦେଲେ ମୋ ପିଠିକି କାଟି ନଥାନ୍ତା ଏ ଜଙ୍ଗଲ ଭିତରକୁ ଗୋଟେ ଝିଙ୍କା ଜୀବ ଆସିଛି ବାଘ କହିଲା ଖେଞ୍ଚାଟା କଟାସ କହିଲା ଭାଲୁ କହିଲା ଭାଲୁ ଦୌଡୁଛି ପିଲୁଆ ବଡ ଚତୁର ପଇଡ ବଡ ମଧୁର ପ୍ରଭୁର ନାମରେ କେମିତି ସାମଞ୍ଜସ୍ୟ ଆସୁଛି ଖାଲି ପୁରାଣ ଗାଇଲେ ହବ ହେଇପାରିବନି ତା ଭିତରେ ଯଦି ଦର୍ଶନ ନାହିଁ ତାହେଲେ ଆମେ ବୁଝିପାରିବାନି ନା ବାବୁରେ ଆଜ୍ଞା ବିଲୁ ଆସୁଛି ଭାରି ଚତୁର ଯିବ କହିଲା ଏ ଭାଲୁ ଭାଇ ତୁ କାହିଁକି ଦୌଡୁଛୁ ନା ବାଘ ମିଛୁଆ ଏ କଟାସ ମିଛୁଆ ବାଘ କହିଲା ଖେଞ୍ଚା କଟାସ କହିଲା ପିଟା ଏଠି ଖେଞ୍ଚା ଆସିନି କି ପିଟା ଆସିନି ନା ଏ ଅରଣ୍ୟ ଭିତରକୁ ଗୋଟେ ଝିଙ୍କା ଜୀବ ଆସିଛି ବିଲୁଆ କହିଲା ଚଳିବ ମତେ ପିଟିବା ପୂର୍ବରୁ ଚାଲାକି ଯିବ ପିଠି ବାହାର କରିଦେବି ବାସ୍ ମତେ ଖେଞ୍ଚିବା ପୂର୍ବରୁ ମୁଁ ପ୍ରସ୍ତୁତ ମତେ ଝିଙ୍କିଲେ ମୋର ଛୁଟି ନାହିଁ କୋଉଠୁ ସେ ଝିଙ୍କିବ ସିନା ଧଇଲେ ତାକୁ ଝିଙ୍କିବ ବିଲୁଆ ଚଢିଲା ବୃକ୍ଷ ଗଛ ଉପରକୁ କହିଲା ପ୍ରତ୍ୟେକ ଦିନ ଗହିର ଭିତରେ ମୋ ଲାଞ୍ଜଟାକୁ ମୁଁ ପୁରେଇ ଦିଏ ବିଳ ଭିତରକୁ ବିଲୁଆ ନନା ଜାଣ ଏଇ ଖଞ୍ଜ କଙ୍କଡା ଗାତରେ ପୁରାଏ ଲାଞ୍ଜ କଙ୍କଡା ଗାତ ଭିତରେ ମୁଁ ଲାଞ୍ଜଟାକୁ ପୁରେଇ ଦିଏ ଏ ଲାଞ୍ଜକୁ ହଲ ହଲ କଲା ବେଳେ କଙ୍କଡା ଚାହିଁକି ଚାପିଦିଏ ଧରିଦବ ମତେ କାଟେନି ତାକୁ ଫିଡିକି ନେଇ ଆସେ ଏ ଜଙ୍ଗଲ ଭିତରେ କୋଡର ଭିତରେ କିଏ ଅଛି ଦେଖିବା ମୋ ଲାଞ୍ଜଟା ହେଲା ଜ୍ଞାନର ପ୍ରତୀକ ପ୍ରତ୍ୟେକ ଜୀବ ମାନଙ୍କର ଲାଞ୍ଜ ଦ୍ୱାରା ତାଙ୍କର ଜ୍ଞାନର ପରିପକ୍ୱତା ଆସେ ଏଇଥିପାଇଁ ଆପଣ ମାନଙ୍କର ମନୋଜବ ମାରୁତ ତୁଲ୍ୟ ବେଗಂ ଚିତେନ୍ଦ୍ରିୟಂ ବୁଦ୍ଧିମତାର ପରିଶ୍ରମ ହନୁମାନ ହେଳେ ଜ୍ଞାନୀ ହେଲେ ବି ପିଲା ଟିକେ ପଚାରୁଥିଲା ହନୁମାନ ତ ଏତେ ସିଦ୍ଧତା ଲାଞ୍ଜ କୋଉଠୁ ଆସିଲା ଲାଞ୍ଜ ହେଲା ଜ୍ଞାନର ପ୍ରତୀକ ସିଆଡକୁ ଯିବାକୁ ମୋର ବେଳ ନାହିଁ ଯଦି ମଝିରେ କିଛି ସମୟ ମିଳିବ ତାହେଲେ ତା ଉପରେ ମୁଁ କିଛି ଆଲୋକପାତ କରିବା ବିଲୁଆ କୋରଡ ଭିତରକୁ ଲାଞ୍ଜଟି ପୁରେଇ ଦେଇଛି ମଣିଷ ବିଚାର କଲା ଏଇଟା ତ ବିଲୁଆଟା
ମୁଁ ଯଦି ହାତର କର୍ମ ଚାଳନା କରିବି ବିଲୁଆ ଚାନ୍ଦ ଠିକା ବାନ୍ଧିଦେଲା ହଳୁଆ ଠିକାଟି ବାହାରି କରି ଦି ହାତ ପାପୁଲିରେ ଗୁଡେଇ ଦେଲା ବିଲୁଆ ଲାଞ୍ଜ ପୁରେଇଛି ଗଛର କୋରଡକୁ ଧୋଇଲା ପାତିରି ଖୋଲା କଣ ନା ବିଲୁଆର ରାଞ୍ଜକୁ ଯେ ଭିଡି ଭିଡି ଦେଲା ବିଲୁଆ ଲାଞ୍ଜ ଫାଳେ ଛିଣ୍ଡି ଗଲା କଲା ବେଇମାନ ବାଘ ନିର୍ଲଜ କୋଟା ଅଭଦ୍ର ଭାଲୁ এটি তো খেচা জীব আসি এটি তো ছিঙ্কা জীব আসিনি এটি তো পিটা জীব আসিনি এ অরণ্য ভিতরকু গোটে ভিটা জীব আসিছি গছর কোরড়ে অছি কি মଣିষ জনে কহিলা খেচাটা জনে কহিলা পিটাটা জনে কহিলা ଶୁଣୁଛୁ ନା ପାଳିଆ ହେଇକି ଗାଈକୁ କଣ କହୁଛୁ ମନେ ରଖୁଛୁ ତମେ ଯେତେ ମନେ ନ ରଖିବ ମୋର ସେତେ ଲାଭ 800 ଲେଖେ ଦଉଛି ଆଉ 100 ଲେଖେ କମେଇ ଦେବି नहीं छोड़ेगे कितने रुपए दिए हो 800 1600 रुपया लेगा कौन कहूँ 1600 जोड़े कहिला एटा खेचाटा जोड़े कहिला पिटाटा जोड़े कहिला झिंकाटा बिलुआ कहिला झिंकाटा भिड़ाटा ओ सही भिड़ाटा आ सही भिड़ाटा तो भूल कहिलु न 1600 बसे एटा मोर न अच्छी किए ना मनीष ये भाइया बाबा कहले कर्तव्य किण कह पराए हरि नाम तेणु ये बौद्ध धर्म बुद्ध बोली भाविकी भिडुची किए जीशु बोली ख्रिस्टियान नहीं की भिडुची किए हिंदू को ही नारायण को ही भिडुची किए मुसलमान माने अल्लाह को ही भिडिले किंतु स्वादटा हैला गोटी केमिति कोन सेई पाया बाबा पाया गीता रे कहिले कला एकत्र रे वास करुण थिले दुई भागिनी रे दुई भागिनी ओडिशा रे कार हो समुदी इरे हेले हबो होतार हबो आउ के हबो बर्तमान ओडिशा रे आ गुटे मेंटल अछि हम जोड़ी सोना दास एमती होची यूट्यूब रे ठीक सोना दास बाबू छाड़िबो से 7 काले मूल्य हो हां गोटिए गाँ रे एकत्र रे बास करुआ थिले दुई भगिनी दी भौणी बास करथले गोटे बाहा हे जाईछि अन्यटी बाहाईनी कुमारी अछि बड़ भौणी की बाहाई की लेउट आसी घरु कुमारी पचार लागला लो नानी बोलो कथा पचारी पचारुनु किलो बाहागर रे चौथी राती सुखटा कोन किलो तू बाबा सामनो भौणी ना कोन चौथी राती रे स्वामी सुखटा कोन आलो हे हुंडीटा मु बात बड़ भौणी कहि कुमारी सुते ये कुमारी पचारे भगिरी कह
ମାଲୋ ହୁଣ୍ଡି କଣ ନାନୀ ଏଇଟାକୁ କହି ହବନି ଆଉ ନାଇଁ ଆଉ ତୁ ବାହା ହେଲା ପରେ ଚୌଥି ସୁଖଟା କଣ ନିଜେ ଜାଣିବୁ ହଁ ଏଇଟା ଅନୁଭବ କରାଯାଏ ହଁ ଯଥା ପ୍ରଭୁଙ୍କୁ ଆମେ କେବଳ ଅନୁଭବ ସୂତ୍ରରେ ପ୍ରାପ୍ତ ହେଇଥାଉ କିଛି ଦିନ ଗଲା ସାନ ଭଉଣୀ ବାହା ହେଇଛି ହଁ ବଡ ଭଉଣୀ ଆଇଛି ବୋପା ଘରକୁ ସେ ଘରକୁ ଯାଇନି ମାସେ 15 ଦିନ ବାପା ଘରେ ରହିଲେ ଯିବ ତ ହଁ ସାନ ଭଉଣୀ ଲେଉଟ ଅଷ୍ଟମଙ୍ଗଳାକୁ ଆଇଛି ବଡ ଭଉଣୀ କହିଲା ଆଲୋ ନାଣ୍ଡି ଆଲୋ ନାଣ୍ଡି ମୁଁ ତ ତତେ ଡାକୁଛି ନାଣ୍ଡି ତୁ କଣ ମତେ ଟିକେ ଚିନ୍ତା ହେଇଗଲାଣି ବୋଲି ଭାବୁଛୁ ଆଉ ତମର ତ ଛୁଟି ନାହିଁ ତମକୁ ମୁଁ ନାଣ୍ଡି ଡାକିବିନି ଆଉ କଣ ମୋର ଭାଇ ବଢିଆ ଅଛି ଆଜ୍ଞା ମୁଁ ଯଦି ନାଣ୍ଡି ହେବି ତୁ କଥା ଯୋଗେଇ ପାରିବୁ ହେଲା ମତେ ଯେତିକି ଜଣା ଥିବ ନା ତୋତେ ତ ଜମା ଜଣା ନାହିଁ ମତେ ନାଣ୍ଡି କରୁଛୁ କଣ 25 ଟଙ୍କା ନବା ଲୋକ ଯେତିକି କହୁଛନ୍ତି ଆମେ 14 ଟଙ୍କାର କଣ ଢେର କହୁନୁ ଆରେ ଗୋଟାଏ ଲୋକର ମନକୁ ମନ ମଣିଷରେ କେଶ ଲମ୍ବିଯିବ ଲମ୍ବି ଯାଉ କିନ୍ତୁ ଗୋଟାଏ ମଣିଷ ବୁଦ୍ଧ ଶକ୍ତିର ବୋଧ ଶକ୍ତିର ଅଧିକାରୀ ହେଲେ ନଣ୍ଡା ହବ ବୋଧେ ସିଆଡେ ଯାଆନ୍ତି ସାଡକୁ ଯିବା ନାହିଁ ଶୁଣ କୁହନ୍ତୁ ବାୟା ଆଜ୍ଞା ବଡ ଭଉଣୀ ପଚାରିଲା କହିଲା ଏ ନାଣ୍ଡି ଓଲୋ ତୁ ଶାଶୁଘରୁ ଆଇଛୁ ହଁ ଆଜି ପରା ଅଷ୍ଟମଙ୍ଗଳି ସାରିକି ଆଇଛି ବାହାଘର ଚତୁର୍ଥୀ ରାତିର ସୁଖଟା କଣ ଜାଣିଛୁ ଏତେ କେମିତି ସାନ ଭଉଣୀଟା ମତେ ପଚାରୁଛୁ ମତେ ଟିକେ କହୁନୁ ବାହାଘର ସୁଖଟା କଣ କଲା ପେନି ନାରୀଙ୍କର ପ୍ରଥମ ହେଲା ସଜନ ବର୍ଗେ ଏ ଦି ଭଉଣୀଙ୍କର କଥା ଭାବର ହେଲା ମଣିଷକୁ ଗୋଟିଏ ଅନୁଭବକୁ ଗୋଟିଏ ଏଇଥିପାଇଁ ଅଭିରାମ ପରମହଂସ କହିଲେ ଅନୁଭବକୁ ସତ୍ୟ କହି କହି ଅଭିରାମ ଭାଇ ଅନୁଭବ ସୂତ୍ରରେ ଆମେ ସବୁ ଜାଣିପାରେ ହଁ ମୁଁ ମେଡିକାଲରେ ପଢିଲି ମୋ ବାପା ବାହ ଦେବ ବାପା ପାଲା ପ୍ରେମୀ ନିଜ ହାତରେ ମଧ୍ୟ ମଞ୍ଚଟିଏ ତିଆରି କରୁଛନ୍ତି ଭାରି ସୁରୁଖୁରୁରେ ଚାଲେ 50-100 କିଲୋମିଟର ଦୂରକୁ ଏ ମହାପୁରୁଷ ଯାଆନ୍ତି ପାଲା ଦେଖିବାକୁ ଯେ ଆଉ ମୁଁ ଗୋଟିଏ ଛୋଟିଆ ଗାୟକ ତାଙ୍କ ମଞ୍ଚକୁ 2-3 ଥର ଯାଇଛି ହଁ ପରା ଛୋଟିଆଟେ ବୋଲି 2-3 ଥର ଯାଇଛି ନା ବଡ ହେଇଥିଲେ କଣ ଯାଇଥାନ୍ତି ଶୁଣ ତାହେଲେ କହିବାର ଉଦ୍ଦେଶ୍ୟ ଅନୁଭବ ସୂତ୍ରରେ ଆମେ 4 ପ୍ରକାରର ଭକ୍ତ ଭଗବାନ କୃଷ୍ଣ ବୁଝଉଛନ୍ତି ଅର୍ଜୁନକୁ ନାମକୁ ପାଇବା ପାଇଁ ଆତ୍ମସ୍ୱରୂପ ପରମାତ୍ମାକୁ ପାଇବା ପାଇଁ ବାଟ 4 ପ୍ରକାର ଭକ୍ତ 4 ପ୍ରକାର ଭକ୍ତ ଗୋଟିଏ ହେଲା ଆର୍ତି ଭକ୍ତ ଆଉ ଗୋଟିଏ ହେଲା ଅର୍ଥାର୍ଥୀ ଭକ୍ତ ଆଉ ଗୋଟିଏ ହେଲା ଜିଜ୍ଞାସୁ ଭକ୍ତ ଆଉ ଗୋଟିଏ ହେଲା ଜ୍ଞାନୀ ଭକ୍ତ ତାହେଲେ 4 ଭକ୍ତ କୃଷ୍ଣ ଅର୍ଜୁନକୁ କହୁଛନ୍ତି କଣ ବୁଝଉଛନ୍ତି ବୋଲେ ଆର୍ତି ଭକ୍ତ କାହାକୁ କହିବା ନା ଆର୍ତ୍ତର ସମୟରେ ବିପଦର ସମୟରେ ଦୁଃଖର ସମୟରେ ଯିଏ ଆର୍ତ୍ତରେ ନିଜକୁ ଭଗବାନଙ୍କୁ ସମର୍ପଣ କରିଦିଏ ସୁଖରେ ଡାକିବନି ନା ଦୁଃଖ ହେଲେ ଡାକିବ ଆମ ଗାଁ ପାଖରେ ଗୋଟେ ସହର ସାଇଟି ଅଛି ଆଜ୍ଞା ହଁ ତମ ଗାଁ ଶବର ସାଇଟି ସେ ସଦାବେଳେ ଭଗବାନଙ୍କୁ ମୁଣ୍ଡିଆ ମାରୁଛନ୍ତି ଆର୍ଥିରେ ପ୍ରଭୁ କେମିତି ଇଲେକ୍ସନ ଟାଇମଟା ପଳେଇ ଆସେ କାହିଁକି
ମାଛ ଏଇଠି ଆସିବ ସରପଞ୍ଚ ଇଲେକ୍ସନ ହଁ ମାଛ ବାଟି ଦଉ 2000 ଏବେ ଗେଣ୍ଡା ବାଟି ଦଉ 2000 2000 ଖୋଲା ବହି ଦଉ 2000 2000 ଛତା ଚିହ୍ନ ଦଉ 2000 ବାସ୍ କଲମ ଚିହ୍ନ ଦଉ 2000 ବାସ୍ ଗଲା 6 ମାସେ 8 ମାସର ରୋଜଗାର ହେଇଗଲା ଆଉ କୁଆଡେ କାମକୁ ଯିବେନି ବାଃ ବଢିଆ ଲୋକଟିଏ ଆଉ କାମକୁ ଯିବେନି ନା ଅର୍ଥ କଣ ସଦାବେଳେ ଆତ୍ମରେ ଦୁଃଖରେ ଡାକୁଛନ୍ତି ପ୍ରଭୁ ପ୍ରଭୁ ମତେ ରକ୍ଷିୟ ନିରାଶ୍ରୟ ମାମ ଜଗଦୀଶ ରକ୍ଷ ସେଇଦିନ ହିମାଳୟ ପର୍ବତର ପାଦ ଦେଶରୁ ଶିଖାଗ୍ରରୁ ଗଡ଼ି ଆସୁଛି ଗୋଟାଏ ହିରେଣି ଗର୍ଭାଳ ଗମନା ହରିଣୀଟିଏ ହଁ ଗର୍ଭରେ ଶିଶୁ ଶାବ ଓହୋ ପ୍ରବଳ କୃଷ୍ଣା ହଁ ଶୋଷ ପ୍ରବଳ ପ୍ରବଳ ଶୋଷ ଗଙ୍ଗା ନଦୀର କୂଳକୁ ଯାଉଛି ପାଣି ଟିକେ ଗ୍ରହଣ କରିବ ଉତ୍ତର ଚରିତାର୍ଥ କରିବା ପାଇଁ ଏ ହରିଣୀଟା ଆସିବା ବେଳେ ହଁ ଦୃଷ୍ଟି ପଡି ଯାଇଛି ଗୋଟେ ବ୍ୟାଘ ବୋଲେ ଶିକାରୀର ହଁ ଅନେଇ ଦେଲା ଶିକାରୀ ଓହୋ ଚେଷ୍ଟା କଲା ହରିଣୀକୁ କେମିତି ଶିକାର କରିବ କେମିତି ମାରିବି ତାର ମାୟାକୁ ବିଛେଇଲା ବ୍ୟାଘ ଆଚ୍ଛା କେମିତି କଣ ହରିଣୀ ଦେଖୁଛି ହଁ ବହିଗଲା ମୃଗୁଣୀ ସ୍ତୁତି ଗୋଟାଏ ଶ୍ଳୋକ ବା କଲା ଉପରେ ବ୍ୟାଘ କଲା ଧୃତାସର कवि कहले हरिणी देखुची कौन देखुची हरिणी चारि पार्श्वरे तार जीवा बाटटा अवरोध हो जाइछि केमिति कोन शिकारी शिकार करिबा पई गोटिए दिगरे धनुरे तीर संलग्न करी हरिणी आड़े अनेइ चाइछि काले शिकारी दिग को न आसी आउ गोटे दिगरे जीवो अपर दिगरे पळाइबो अरण्यर वृक्ष तलर सुकिला पत्र पर्वत भलिया गोदेई देई निया लगेई देछि गले पड़ी है कि मरिबो ता भितरे काले ए दिगरे न जाई अपर दिगरे जीवो से दिग को अपरोध करिबा पाई जाल को खंजी देछि पिछेई रहिछि चारि दिगरु तीन दिग गला काले अन्य दिग परिवर्तन करिवो ताकेडा कुकुर को चखी देछि बाबा जाले पुल्ले जाले छंदी हेगी मरिबो कुकुर दिगरे गले कुकुर मार दो कामुडी मारिबो अग्नि दिगरे गले निया पड़ी दो पड़ी हेई मरिबो शिकारी पाखु को आसिले धनु तीरे मारिबो शिकारी विचार कला प्रभु नो मंत्रं नो छांत्रं तदपि नो ओहो मु मंत्र झाड़ी दी ना तंत्र झाड़ी दी ना मुराधार प्रतीक तुम्हें कृष्णर प्रतीक हे परम प्रभु